ভাই এ বড় ভাই দেখি পারুছ জিলন্ডা পাউডার দেখে ভাই কেতে সুন্দর দেখা যাଉଛି ବହୁତ ସୁନ୍ଦର ଦେଖାଯାଉଛି ଭାଇ। ହଁ জ্যେষ্ঠ ভ্রাতা এ বড় ভাই ଭାଇ ତା ପାଖକୁ ଯିବା ତା ପ୍ରାକୃତିକ ଶୋଭା ଉପଭୋଗ କରିବା। ତା ପାଖକୁ ଯିବା। ହଁ ଏ ଭାଇ ସେଇ ପାହାଡ଼ ତ ଅନେକ ଦୂରରେ ଅଛି। ଅନେକ ଦୂରରେ ଅଛି। ହଁ ଭାଇ ଦେଖ ଦେଖ ପୁରା ପାଖରେ ଅଛି ନା ଆଉ। ହେଲେ ଭାଇ ମୋ ପାଦଟିଏ ମଧ୍ୟ ଆଗକୁ ଚାଲିପାରିବିନି। କାହିଁକି କାହିଁକି ଜାଣିଛୁ ମତେ ଭାରି ଶୋଷ ହେଉଛି। ଶୋଷ ହେଉଛି? ହଁ ଭାଇ ହେଲେ କେମିତି କରିବା? କେମିତି କରିବା? ଏ ଭାଇ ଭାଇ ଏ ଦେଖିପାରୁଛୁ ଝରଣା? ସେଇ ଝରଣା କୂଳକୁ ଯାଇ ତୁ ପାଣି ନେଇକି ଆସିବୁ। ମୁଁ ଏକା? ହଁ ନା ଭାଇ ମତେ ଭୟ ଲାଗିବ। କ'ଣ କହିଲୁ? ଭୟ? ଏ ଭାଇ ଆମେ କ'ଣ ପୁରୁଷ ଯେ ଭୟ କରିବା? ଆରେ ଆମେ ପୁରା ରାଜପୁତ୍ର ଆଉ ରାଜକୁଳରେ ଜନ୍ମ ହୋଇ ତୁ ପୁଣି ଭୟ କରିଛୁ? ଜ୍ୟେଷ୍ଠ ଭ୍ରାତା ଭାଇ ମୁଁ ଏମିତି ଥଟ୍ଟା କରୁଥିଲି। ଠିକ ଅଛି ତୁମେ ଏ ଜାଗାରେ ବସି ପଡ଼, ମୁଁ ତୁମ ପାଇଁ ପାଣି ନେଇକି ଆସେ। ଏ ଭାଇ ଶୀଘ୍ର ଯାଇକି ଶୀଘ୍ର ଫେରି ଆସିବୁ। ହଁ ଜମା ଡେରି କରିବୁନି। ବଡ଼ ଭାଇ ଭାଇ ଏ ଜାଗା ଛାଡ଼ି କୁଆଡ଼େ ଯିବନି। ଆରେ ମୁଁ କୁଆଡ଼େ ଯିବିନି, ତୁ ଆସିବା ପର୍ଯ୍ୟନ୍ତ ଏ ବୃକ୍ଷମୂଳରେ ଅପେକ୍ଷା କରିଥିବି। ଠିକ ଅଛି ବଡ଼ ଭାଇ, ମୁଁ ତୁମ ପାଇଁ ପାଣି ନେଇକି ଆସୁଛି। ଠିକ ଅଛି ଭାଇ। ଠିକ ଅଛି। ଯେମିତି ହଉନା କାହିଁକି ସେ ବେଲି ଭାଇଟାକୁ ନିଶ୍ଚୟ ଖୋଜିବାକୁ ହବ। ହେଲେ ଚଖେ ତୁ ଏପଟେ ଦେଖ, ମୁଁ ସେପଟେ ଦେଖୁଛି। ଠିକ ଅଛି ଭାଇ, ଚାଲ ଚଖେ। ଚାଲନ୍ତୁ। এই দেখো আরে চখে এ কি রে? রাজা দেবদত্তর বড় পুଅ অক্ষয়। ଓ ରାଜା ଦେବଦତ୍ତର ବଡ ପୁଅ ଅକ୍ଷୟ। ও ভাই ଆରେ ତା ସାନ ପୁଅ କୋଉଠି ଦେଖାଯାଉନି? କୁଆଡେ ଚାଲି ଯାଇଛି? ଧଳାଟା ଏକୁଟିଆ ବୃକ୍ଷ ମୂଳରେ ବିଶ୍ରାମ କରେ। ଏ ଚଖି ଏ ହଉଛି ଉପଯୁକ୍ତ ସମୟ। ও ভাই ଯେତେବେଳେ ଏକୁଟିଆ ବୃକ୍ଷ ମୂଳରେ ବିଶ୍ରାମ କରିଛି, ଆମେ ପଛପଟେ ଯାଇ ଆଘାତ ମାରିବା। ବଢିଆ। ତାପରେ ଯାଇ ତା ସାନ ଭାଇ କଥା ও ବୁଝିନେବା। ভাই ଚାଲ ଚଖେ। ଚାଲନ୍ତୁ। କିଏ କିଏ ତୁମେ? କାହାକୁ ଆସି ମୋ ପଛପଟେ ଆଘାତ ମାରୁଛ? ବାଃ ବାଃ ରାଜକୁମାର ଅକ୍ଷୟ ବାବୁ, ବାଃ ଆଜି ତୁମେ ଦେଖିବାକୁ ଭାରି ସୁନ୍ଦର ଲାଗୁଛ। ସତରେ ଭାରି ସୁନ୍ଦର। କିଏ କିଏ ତୁମେ? ମତେ ତମେ ଜମାରୁ ଚିହ୍ନି ପାରିବନି ରାଜକୁମାର ଅକ୍ଷୟ ବାବୁ। ଯୋଉ ସମୟରେ ତମେ ଦି ଭାଇ ଛୋଟ ଛୋଟ ଥିଲ, ସେଇ ସମୟରେ ଦିନେ ମୁଁ ଥିଲି ତୁମରି ରାଜ୍ୟର ପ୍ରଧାନ ସେନାପତି। ସେନାପତି? ହେଲେ ତୋ ସାନ ବାପା ରାଜା ଦେବଦତ୍ତ କଣ କଲା ଜାଣିଛ? କ'ଣ କରିଛି? ମୋର ସାମାନ୍ୟ ଭୁଲ ପାଇଁ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ମୋ ସେନାପତି ପଦଟାକୁ ବହିଷ୍କାର କରିଦେଲା। ମୁଁ ହଉଛି ସେଇ ବହିଷ୍କୃତ ପୂର୍ବତନ ସେନାପତି ବନାଗ୍ନି। ହରାମଜାଦା, ତୁ ବଞ୍ଚିଛୁ? ତୋରି ସମ୍ମୁଖରେ କୁଣ୍ଡ ପରି ଛିଡ଼ା ହେଇଛି। ଆବେ ଏଇ! କଣ ହେଲା ଭାଇ? ଚଖେ ସେ ହରାମଜାଦା ଅକ୍ଷୟଟା ମୋ ଗାଲରେ ଥାପଡ଼ ମାରିଦେଲା। ଗାଲରେ ଥାପଡ଼ ମାରିଦେଲା? ଆରେ ଚଖେ ଆବେ ଅକ୍ଷୟ, এই বনাগ্নি গালরে থাপড় মারি বহুত বড় ভুল করে দিয়েছু। যা করছি ମୁଁ ঠিক କରିଛି। আরে গোটাই সঞ্চার পক্ষী দেখিছু? ଦେଖିଛି। সেই সঞ্চার পক্ষীর আমি বেনি ভাই হচ্ছু দুইটি জেনা। এ দুইটি জেনা যদি একত্রিত হেই তো দেহরে চাম্পি পড়ু,
ଶଳା ତ ଅବସ୍ଥା କ'ଣ ହବ ଜାଣିଛୁ? କଣ ହବ ବେ? ତୋ ଦେହରେ ଯେତିକି ହାଡ଼ ମାଂସ ରହିଛି ସବୁ ନିକିଡ଼ି ତଳେ ପଡ଼ିଛି ଆଉ ସେ ହାଡ଼ ମାଂସକୁ କୁକୁର ବିଲୁଆ ଖାଇକି ଆଉ ଯୋଉ 6 ଖଣ୍ଡ ହାଡ଼ଟା ତୋର ବଞ୍ଚିକି ରହିବ ତାକୁ ମୁଁ ନିଜେ ଗୋତ୍ର ପକ୍ଷା କରି ନେଇ ଫୋପାଡ଼ି ଦେବି। ମରିବୁ ଶଳା। ଅନେଲ ଭାଇ ଆରେ ମୁଁ କିଏ ଜାଣିଛି? ଜାଣିଛୁ ମୁଁ? ଆରେ ମୁଁ ହଉଛି ସିଂହ। ଆଚ୍ଛା ଚକିରେ ଆରେ ଦେଖ ଆପଣ ରାଜା ସିଂହ। ଆଉ ତୁମେ ମାନେ ହଉଛ ନୀଳ ବର୍ଣ୍ଣର ଶୃଗାଳ। ଅଖାୟ ଆରେ ନୀଳ ବର୍ଣ୍ଣର ଶୃଗାଳ ଯେମିତି ନୀଳ କୁଣ୍ଡରେ ପଡ଼ି ରହି ରାଜା ହେବାର ସ୍ୱପ୍ନ ଦେଖୁଥିଲା ମାନେ ଠିକ୍ ଠିକ୍ ତୁମେ ମାନେ ସେମିତି ସ୍ୱପ୍ନ ଦେଖୁଥାଅ। ନାଇଁ ଆରେ ସେଥିପାଇଁ ପୂର୍ବ ପୁରୁଷମାନେ କହିଯାଇଛନ୍ତି କ'ଣ କହିଯାଇଛନ୍ତି? କ୍ଷୀରରେ ଧୋଇଲେ ଖଣ୍ଡରେ ମୋହିଲେ ନିମକି ମଧୁର ହୋଇବ। ମାନେ ଆରେ ଯେତେ ପ୍ରକାର ବୁଝାଇ କହିଲେ ପରଖି ଆପଣା ହୋଇବ। ଆରେ ଆବେ ସାମ୍ନା ବିଲୁଆ ଅଖାୟ ରାଜବଂଶର ସୁବର୍ଣ୍ଣ ଖଟରେ ବସିବାକୁ ଚେଷ୍ଟା କରୁଛି। ନିଶ୍ଚୟ ତତେ ଟିକେ ଲଜ୍ଜା ଲାଗୁନି? ଏ ଅକ୍ଷୟ ଆରେ ପାଠ ପଢିଛୁ ନା ନାଇଁ? କଣ କହିଲି? ପାଠ ପଢିଛୁ ନା ନାଇଁ? ପଢିଛି ପାଠ ପଢିଛୁ? ପଢିଛି ବେ। ଆରେ ବର୍ଣ୍ଣବୋଧ ବହିରେ କ'ଣ ଲେଖା ଅଛି? ବୁଝା। କଣ ଲେଖା ଅଛି? ବିଲୁଆ ବଡ଼ ଚତୁର ପଇଡ଼ ବଡ଼ ମଧୁର। ଚକି ବିଲୁଆ ତା ବୁଦ୍ଧି ବଳରେ ପାଖ ବାବୁକୁ ଶିକାରୀ ଜାଲରେ ଫସେଇ ଠିକ କହିଛୁ। ଠିକ ସେମିତି ତୁ ଆମ ଜାଲରେ ଫସିଛୁ। ଶଳାକୁ ହାଣି ଦେବି। ନାଇଁ ନାଇଁ ଚକି ନାଇଁ ଅକ୍ଷୟ ଦେଖ ତୋ ସହିତ ଆମ ବେନି ଭାଇର କୌଣସି ଶତ୍ରୁତା ନାହିଁ ଶତ୍ରୁତା ନାହିଁ? ଜମା ନୁହଁ। ଆରେ ତୋ ପାଇଁ ଗୋଟାଏ ପ୍ରସ୍ତାବ ନେଇ ଆସିବୁ। ପ୍ରସ୍ତାବ? ଆରେ ଶୁଣ ତୋ ସହିତ ତୋ ସାନ ଭାଇ ଅଭୟଟା ଶତ୍ରୁତା କରି ସାରିଛି ରେ। କାହିଁକି ଜାଣିଛୁ? ଯୋଉଦିନ ତୋ ସାନ ବାପା ରାଜା ଦେବଦତ୍ତ ତୋ ରାଜା ହବାର ଘୋଷଣା କରିଦେଲା ସେଇଦିନ ଠାରୁ ଅଭୟର ମନ କଷ୍ଟ ହେଇଛି ଆଉ ତୋ ସହିତ ଶତ୍ରୁତା କରି ସାରିଛି। ଆଉ ଆମ ବେନି ଭାଇଟାକୁ ଯିବା ବାଟରେ ସୁପାରିଶ ଦେଇଛି ତତେ ମରିବା ପାଇଁ। ନା ଆ, ତୁମେ ମିଛ କହୁଛ। ଆଇ, ମୋ ଭାଇ ସେମିତି କହିପାରିବନି। ଆଚ୍ଛା ଆରେ ମୋ ଭାଇ ହେଉଛି ଲକ୍ଷ୍ମଣ ବାରିକ ଭାଇ। ଓ ଏସବୁ ସମ୍ପୂର୍ଣ୍ଣ ମିଛ। ନାଇଁ ଅକ୍ଷୟ ନାଇଁ ତୋ ଭାଇ ଯଦି ଲକ୍ଷ୍ମଣ ପରିକା ହେଇଥାନ୍ତା ତାହେଲେ ଏକୁଟିଆ ବଣ ମଧ୍ୟରେ ଛାଡ଼ି କାହିଁକି ରାଜଉଆସକୁ ଫେରିଗଲା? କାହିଁକି ଫେରିଗଲା? କାହିଁକି ନା ତୁ ହଉଛୁ ସ୍ୱର୍ଗତ ରାଜା ଦକ୍ଷଦତ୍ତଙ୍କ ପୁଅ ଆଉ ଅଭୟ ହଉଛି ବର୍ତ୍ତମାନ ରାଜା ଦେବଦତ୍ତଙ୍କ ପୁଅ। ଆରେ ଅକ୍ଷୟ ମା ସିନା ଗୋଟାଏ ମା ସିନା ଗୋଟେ ଆରେ ବାପ ତ ଦୁଇଟି ଦିଟା ବାପ ଦିଟା ବାପ। ତୁ ହଉଛୁ ଗୋଟାଏ ସାବତ ପୁଅ ସାବତ। ସେଇଥିପାଇଁ କହୁଛି ଆମ ବେନି ଭାଇ ସହିତ ହାତଟା ମିଶେଇ ଦେ। ଆମେ 3 ଜଣ ଏକତ୍ରିତ ହେଇ ସେ ଶଳା ଅଭୟଟାକୁ ଜୀବନରୁ ମାରି ଶେଷ କରିଦେବା। ଆଉ ଅଭୟ ମରିଗଲା ପରେ ମାଣିକଙ୍କ ରାଜ୍ୟରେ ରାଜା ହେଇ ତୁ ଜାକାସ ହେଇଯିବୁ ଜାକାସ। ଆଉ ମୁଁ ସେଇ ପୂର୍ବତନ ସେନାପତିକୁ ସେନାପତି ହେଇ ରହିବେ। ଆଉ ମୁଁ ହେବି ମାଣିକଗଣର ମୁଖ୍ୟମନ୍ତ୍ରୀ। ଆରେ ଯୋଜନା ପରେ ଯୋଜନା ଯୋଜନା ପରେ ଯୋଜନା କରିତେ ସାବାସ ଚାଚୁ। ଆରେ ଅଭିନନ୍ଦୀ, ଅନେଲ ଭାଇ ଆରେ ମୁଁ ଠିକ ବୁଝି ସାରିଛି। କ'ଣ ବୁଝଛୁ? ଏସବୁ ତୁମର କୁଟ ଚକ୍ରାନ୍ତ। ନାଇଁ ହେଲେ ମନେ ରଖ କ'ଣ ଏଇ ମୋ ପ୍ରାଣ ଥିବା ପର୍ଯ୍ୟନ୍ତ କଦାପି ଏମିତି ହେବାକୁ ଦେବିନି। ଆଚ୍ଛା କଦାପି ନୁହଁ। ମରିବ କଣ କହିଲୁ? ମାରିଦେବେ। ତୁ ମତେ ମାରିବୁ? ତତେ ମାରିଦେବେ। ତୋ ଦେହରେ ଶକ୍ତି ଅଛି? ଅଛି ବେ ଶଳା। ଯଦି ଶକ୍ତି ଥାଏ ତାହେଲେ ଉଠା ଅସ୍ତ୍ର। ବେଶ ହେ ଯେ ଶକ୍ତିର ପରୀକ୍ଷା। ପ୍ରସ୍ତୁତ ଅଛି ମୁଁ।
ବୁଝାଇ ସୁଝେଇଲା ପରେ ବି ଜମାରୁ ମୋ କଥା ବୁଝିଲୁ ମୋ ସହିତ ଯୁଦ୍ଧ କରିବା ପାଇଁ ପ୍ରୟାସ କରିଥିଲୁ ଆଜି ଦେଖିଲୁ ଯୁଦ୍ଧରେ ପରାସ୍ତ ହେଇସାରିଛୁ ଏଥର ଦେଖ ତ ଅବସ୍ଥା କ'ଣ କରୁଛି ଉଠଲା ଏଥର ଦୈସ୍ତ ସ୍ମରଣ କର ଆରାମ ଚାଲା ଜୟ ମା ଭବାନୀ ଜୟ ମା ଭବାନୀ ନାଇଁ 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 ଆରେ ଶୁଣ ଚକି ଭାଇ କାହିଁକି ମଝିରେ ଅଟକେଇଲୁ ମନେ ଅଛି ରେ କୋଉ କଥା ଭାଇ ଏ ମାନେ ଆଉ ରାଜ୍ୟର ଜନପ୍ରଜା ମିଶି ହଁ ଆମକୁ ରାସ୍ତା କଡ଼ର କୁକୁର ଭଳି ଘୋଟାରି ଘୋଟାରି ମାର ମାରି ଆମ ହାତ ଗୋଡ଼ ଭାଙ୍ଗି ଦେଇଛି ଠିକ କହିଛୁ ଚକି ଠିକ ସେମିତି ୟାକୁ ରାସ୍ତା କଡ଼ର କୁକୁର ଭଳି ଘୋଟାରି ଘୋଟାରି ମାରିବା ନିଶ୍ଚୟ ଖେଳାଇ ଖେଳାଇ ମାରିବା ଚକିରେ ଉଚିତ ସମୟରେ ଭଲ କଥାଟିଏ ମନେ ପକେଇଦେଲୁ ସାରାଟାକୁ ସହଜରେ ମାରି ଦେଇଥିଲେ ଜମାରୁ ଭଲ ହେଇନଥାନ୍ତା ହଁ ଭାଇ ତା ସାନ ବାପା ଯେମିତି ଆମ ବେନି ଭାଇଟାକୁ ମାଡ଼ ମାରିଥିଲା ଠିକ ସେମିତି ମାଡ଼ ମାରିବା ଆରେ ଚକି ଆମେ ସେ ମାଣିକଙ୍କ ରାଜ୍ୟରୁ ବଞ୍ଚିକି ଚାଲି ଆସିଥିଲୁ କିନ୍ତୁ ଏ ସଲାଟାକୁ ଆଉ ବଞ୍ଚିବାକୁ ଦେବୁନି ଜୀବନରୁ ମାରି ଶେଷ କରିଦେବା ହଁ ଭାଇ ଏମିତି ଗୋଇଠା ମାରିଲେ ମରିବନି ମରିବନି ଦୀର୍ଘ ଅନେକ ଦିନ ଧରି ଆମେ ବେନି ଭାଇଟା ତ ଧରିଥିବା କୁରାଡ଼ି ସାହାଯ୍ୟ